ভাই দেখ ଏବେ ମାଟ୍ରିକ ପରୀକ୍ଷାଟା ଯୋଉ ଚାଲିଛି ସେ ମାଟ୍ରିକ ପରୀକ୍ଷାରେ ଆଉ ଆଗ ଭଳିଆ କ୍ରେଜ ଅଛି ଭାଇ। ଗୋଟେ ଟାଇମରେ ମାଟ୍ରିକ ପରୀକ୍ଷା ଆମ ବେଳକୁ ହଉଥିଲା ସେ ତ ପରୀକ୍ଷା ନୁହଁ ମୁଣ୍ଡ ଉପରେ ଗୋଟେ ବୋଝ। 4 ମାସ ଆଗରୁ ବୋଉ ସକାଳ 4ଟାରୁ ଉଠେଇ ଦବ କହିବ ସକାଳୁ ଉଠି ପଢିଲେ ତୋର ମନେ ରହିବ। ପରୀକ୍ଷା ତୋର ମାଟ୍ରିକ ପରୀକ୍ଷା ଉଠିକିନା ପଢୁନୁ କୁଆଡେ ଗୋଟେ ବୁଲିବାକୁ ଯାଉଥିବ କୁଆଡେ ଗୋଟେ ବସିଥିବ ଗାଁ ଲୋକ ବାପା କହୁଥିବେ ତୋର ମାଟ୍ରିକ ପରୀକ୍ଷା ବୁଲୁଛୁ କଣ ବେ ବସିକିନା ପଢୁନୁ। ହସନି ଭାଇ ସବୁଠାରୁ ମାଟ୍ରିକ ପରୀକ୍ଷାରେ ଗୋଟେ ଦୁଃଖଟେ ଥିଲା ଇଏ ମାଟ୍ରିକ ପରୀକ୍ଷା ବେଳେ ହୋଲିଟା ପଡୁଥିଲା ନା କାହାକୁ ଆମକୁ ରଙ୍ଗ ମାରିବାକୁ ଦେବେ ନା ଆମେ କାହାକୁ ରଙ୍ଗ ମାରିବାକୁ ଯିବୁ ବିକଳ ଭଳିଆ ବସିକିନା ଅନେଇଥିମୁ। ଆଉ ଏବେ ତ ସେଣ୍ଟର ସେଇ ସ୍କୁଲରେ ପକେଇ ଦଉଛନ୍ତି ମାଟ୍ରିକ ପରୀକ୍ଷାର। ଆମ ବେଳକୁ 30-40-50 କିଲୋମିଟର ଦୂରରେ ସେଣ୍ଟର ପଡୁଥିଲା। ଦେଖିବ ଗୋଟେ ମାଟ୍ରିକ ପରୀକ୍ଷା ହଉଥିବ ସେ ପଡ଼ିଆରେ ଲୋକମାନେ ସବୁ ଖେଳେଇ ହେଇକିନା ବସିଦେବେ କିଏ ଦେବାଲ ଡେଇଁକିନା କପି ଦଉଥିବ ହାଲା ହବ ସ୍କ୍ୱାଡ ଆଇଲା କିଏ ଲୋକ କହୁଥିବ ଦେଖ ଏଇଟା ହଉଛି ମାଟ୍ରିକ ପରୀକ୍ଷା ତୁ ଯଦି ପାସ୍ କରିଯିବୁ ଜୀବନରେ ଆଉ କିଛି ତୋର ଟେନସନ ନାହିଁ। ଏତେ ପ୍ରେସର ଭାଇ କ୍ରିଏଟ ହେଇଥିଲା ବିଶ୍ୱାସ କର ସେ ମାଟ୍ରିକ ପରୀକ୍ଷା ବେଳେ ପରୀକ୍ଷା ପୂର୍ବରୁ ଝାଡା